जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम आस्ट्रो सेशन को आगू बढ़ेबा। आमे पढ़ुଥିଲେ ମାନସାଗରୀ ପଦ୍ଧତି ମାନସାଗରୀ ପଦ୍ଧତିରେ ଆଜି ଆମେ ପଢିବା ଦ୍ୱାଦଶ ରାଶିସ୍ଥ ଗୁରୁଫଳ ଏବଂ ବିଭିନ୍ନ ରାଶିରେ ଗୁରୁ ରହିଲେ କିଭଳି ଭାବରେ ଫଳ ପ୍ରଦାନ କରନ୍ତି ସେଇ ବିଷୟରେ ଆମେ ପଢୁଛେ। ଯୋଉମାନେ ଜାଣିନାହାନ୍ତି ସେମାନଙ୍କୁ କହି ରଖେ ମାନସାଗରୀ ପଦ୍ଧତି ହଉଛି ସେଇ ପଦ୍ଧତି ଯୋଉ ପଦ୍ଧତିରେ ପୁରାତନ ଆଚାର୍ଯ୍ୟ ମାନେ ଗ୍ରହ ମାନଙ୍କର ନୈସର୍ଗିକ ଗୁଣ କାରକ ତତ୍ତ୍ୱକୁ ନେଇକି ସେମାନେ ତାଙ୍କର ପ୍ରେଡିକ୍ସନ ଦେଇଛନ୍ତି। କିନ୍ତୁ ସମ୍ପୂର୍ଣ୍ଣ କୁଣ୍ଡଳୀରେ କେବଳ ଗୋଟିଏ ଗ୍ରହ ବସି ନଥାଏ। ଗୋଟିଏ ରାଶିରେ ବିଭିନ୍ନ ଗ୍ରହ ମାନେ ବସିଥାନ୍ତି। ସମ୍ପୂର୍ଣ୍ଣ କୁଣ୍ଡଳୀର ବିଶ୍ଳେଷଣ କରିବାକୁ ଗଲେ ସମ୍ପୂର୍ଣ୍ଣ କୁଣ୍ଡଳୀକୁ ଦେଖିକି ତାପରେ କୌଣସି ଜଜମେଣ୍ଟ ନିଆଯାଇ ପାରିବ, ସେମିତି ଗୋଟେ ହୁଇମିସିକାଲି କୁହାଯାଇ ପାରିବ ନାହିଁ। ତେଣୁ ଚାଲନ୍ତୁ ଆମେ ଏଇଟା ପଢୁଛେ ଏଇଥିପାଇଁ କି କାରଣ ଗ୍ରହର ନୈସର୍ଗିକ କାରକ ତତ୍ତ୍ୱ କଦାପି ଚେଞ୍ଜ ହବନି। ଯାହାର ଯୋଉ ପ୍ରକୃତି ସେଟା କଦାପି ଚେଞ୍ଜ ହୁଏନି। ଯେ କୌଣସି ଗ୍ରହ ଯଦି ଶୁଭ ଗ୍ରହ ତାହେଲେ ସେ ଶୁଭ ଫଳ ଦବ, ଯଦି କୌଣସି ଗ୍ରହ ଯଦି ପାପ ସେ ତାହେଲେ ପାପ ଫଳ ଦବ। ସ୍ଥାନ କାଳ ପାତ୍ର ବିଶେଷରେ ବିଭିନ୍ନ ଗ୍ରହର ବିଭିନ୍ନ ଭୂମିକା ରହିଛି। ତେଣୁ ଆମେ ଯୋଉଗୁଡାକ ପଢୁଛେ ସେଟା ପୁରାତନ ଆଚାର୍ଯ୍ୟ ମାନଙ୍କର ଚିନ୍ତାଧାରା କି ଏଇ ଭାବରେ ଯଦି ଏଇ ରାଶି ରହିବ ତାହେଲେ କିଭଳି ଭାବରେ ଫଳ ଦବ। ତେବେ ଚାଲନ୍ତୁ ଆରମ୍ଭ କରିବା ଦ୍ୱାଦଶ ରାଶି ତ ଗୁରୁ ଫଳ। ଯଦି ଜନ୍ମ ସମୟରେ ମେଷ ରାଶିରେ ଗୁରୁ ଥାଆନ୍ତି ତାହେଲେ ବ୍ୟକ୍ତି ଉଦାର, ଉତ୍ତମ କର୍ମକର୍ତ୍ତା, ଶତ୍ରୁରେ ଯୁକ୍ତ, ଲକ୍ଷ୍ମୀମାନ, ବୁଦ୍ଧିପୂର୍ବକ କାର୍ଯ୍ୟ କରିବା ବାଲା ହୋଇଥାଏ। ଗୁରୁଙ୍କ ଉପରେ ଯଦି ନୈସର୍ଗିକ ପାପ ଗ୍ରହ ମାନଙ୍କର ଦୃଷ୍ଟି ଥାଏ ତାହେଲେ ବ୍ୟକ୍ତି ନିଜସ୍ୱ ଦୋଷ ଯୋଗୁ ହିଁ ନିଜସ୍ୱ ଖରାପ ଗୁଣ ଯୋଗୁ ହିଁ ସେ ଏହି ଫଳ ଗୁଡିକର ବିପରୀତ ଫଳ ପ୍ରାପ୍ତ କରେ। ଯଦି ଜନ୍ମ ସମୟରେ ବୃଷ ରାଶିରେ ଗୁରୁ ରହିଥାନ୍ତି ତାହେଲେ ଦେବତା ବ୍ରାହ୍ମଣଙ୍କ ଦ୍ଵାରା ଐଶ୍ୱର୍ଯ୍ୟଶାଳୀ ହୁଏ। ସେ ବ୍ୟକ୍ତି ଧନ ବାହନ ଗୌରବରେ ସେ ପ୍ରତିଷ୍ଠିତ ହୁଏ। ତାର ବହୁତ ଅଧିକା ଶତ୍ରୁ ରହନ୍ତି କାରଣ ଗୁରୁ ଶୁକ୍ର ପରସ୍ପରରେ ଶତ୍ରୁ। କିନ୍ତୁ ଗୁରୁ ବୃଷ ରାଶିରେ ଥିଲେ ଅଧିକ ଶତ୍ରୁ ଥିଲେ ମଧ୍ୟ ଏହି ବ୍ୟକ୍ତି ଜଣକ ଶତ୍ରୁ ବିଜେତା ହୋଇଥାଏ। ଠିକ ସେଇଭଳି ଯଦି ଗୁରୁକୁ ନୈସର୍ଗିକ ପାପ ଗ୍ରହ ମାନେ ଦେଖୁଥାନ୍ତି ତାହେଲେ ସିଏ ନିଜ ଦୋଷ ଯୋଗୁ ଏହି ଫଳ ଗୁଡିକର ବିପରୀତ ଫଳ ଲାଭ କରେ। ତେଣୁ ଆପଣ ଗୋଟିଏ କଥା ମନେ ରଖିବେ, ଯେକୌଣସି ଭାବରେ ଗୁରୁ ବସିଥାନ୍ତି ତାଙ୍କୁ ଯଦି କୌଣସି ପାପ ଗ୍ରହ ଦେଖୁଥାନ୍ତି ତାହେଲେ କିଛି ମାତ୍ରାରେ ନିଜସ୍ୱ ସେଇ ପାପ ଗ୍ରହଙ୍କର ଇମ୍ପାକ୍ଟ ଯୋଗୁ ସେ ଫଳରେ ବୃଦ୍ଧି ତ ହୁଏ ନାହିଁ, ଖରାପ ଫଳ ଗୁଡିକରେ ବୃଦ୍ଧି ହବାର ସମ୍ଭାବନା ଥାଏ। ଯଦି ଜନ୍ମ ସମୟରେ ମିଥୁନ ରାଶିରେ ଗୁରୁ ଥାନ୍ତି ତାହେଲେ ବ୍ୟକ୍ତି କବି ହୁଏ, ପ୍ରିୟ ବକ୍ତା ହୁଏ, ପବିତ୍ର ନିର୍ମଳ ସ୍ୱଭାବ ର ହୁଏ ଏବଂ ତାର ସ୍ୱଭାବରେ ମାନେ ଭଲ ଭକ୍ତିପୂର୍ଣ୍ଣ ସ୍ୱଭାବରେ ରୁଚି ହୁଏ ଏବଂ ନିପୁଣ ମିତ୍ର ବାଲା ହୋଇଥାଏ। ଠିକ ସେଇପରି ଯଦି ନୈସର୍ଗିକ ପାପ ଗ୍ରହ ମାନେ ଦେଖୁଥାନ୍ତି ଗୁରୁକୁ ବା ନୈସର୍ଗିକ ପାପ ଗ୍ରହ ସହିତ ଗୁରୁ ବସିଥାନ୍ତି ତାହେଲେ ଏହି ଫଳରେ ବିପରୀତ ଫଳ ମିଳିବାର ସମ୍ଭାବନା ରହିଛି। ଠିକ ସେମିତି ଜନ୍ମ ସମୟରେ କର୍କଟ ରାଶିରେ ଯଦି ଗୁରୁ ଥାନ୍ତି, କର୍କଟ ରାଶିରେ ଗୁରୁ ଉଚ୍ଚର ହୋଇଯାଆନ୍ତି, ତେଣୁ ଅନେକ ପ୍ରକାର ଧନ କାମ ହୁଏ, ମାନେ ଧନ ଇନକମ କରିବାର ବିଭିନ୍ନ ସୋର୍ସ ଆସେ। ତାପରେ ବ୍ୟକ୍ତି କାମୋନ୍ମତ ହୁଏ, କାମର ଉନ୍ମତ ହୋଇଯାଏ, ଅନେକ ଶାସ୍ତ୍ର କଳାରେ କୁଶଳ, ପ୍ରିୟ ବକ୍ତା, ଚତୁର, ହାତୀ ଘୋଡାରେ ଯୁକ୍ତ। ହାତୀ ଘୋଡା ମାନେ ବିଭିନ୍ନ ପ୍ରକାର ମଡର୍ନ ଡେ ଇଣ୍ଟରପ୍ରିଟେସନ ହିସାବରେ ଭେହିକିଲ୍ସ ବହୁତ ହେଇଥାଏ ତାର। ତାପରେ ଜନ୍ମ ସମୟରେ ଯଦି ସିଂହ ରାଶିରେ ଗୁରୁ ଥାଆନ୍ତି ତାହେଲେ ତାର କଣ ହୁଏ, ବିଭିନ୍ନ ଜିନିଷରେ ଦେଖାଯାଏ ଏଇ ବ୍ୟକ୍ତି ମାନେ ଜେନେରାଲି ପାହାଡିଆ ଅଞ୍ଚଳରେ ରହନ୍ତି ଏବଂ ବନରୁ ବନ୍ୟଜାତ ଦ୍ରବ୍ୟରୁ ଧନ ଅର୍ଜିତ କରିବାର ସମ୍ଭାବନା ଥାଏ। ଗଠିଳ ଶରୀର ଯୁକ୍ତ, ଦାନୀ, ଶତ୍ରୁର ଧନ ହରଣ କରିବା ବାଲା, କଥା କହିବାର ଶ୍ରେଷ୍ଠ ହୋଇଥାନ୍ତି। ଜନ୍ମ ସମୟରେ ଯଦି କନ୍ୟା ରାଶିରେ ଗୁରୁ ଥାନ୍ତି ତାହେଲେ ପୁଷ୍ପ, ଗନ୍ଧ, ଉତ୍ତମ ବସ୍ତ୍ର, ଶୁଦ୍ଧତା, ଦାନୀ, ସୁନ୍ଦର ସ୍ୱରୂପ ଏବଂ ଶତ୍ରୁକୁ ପୀଡା ଦେବା ବାଲା ହୋଇଥାନ୍ତି ଗୁରୁ। ଯଦି ଜନ୍ମ ସମୟରେ ତୁଳା ରାଶିରେ ଗୁରୁ ଥାନ୍ତି ତାହେଲେ ସୁପୁତ୍ର ଯୁକ୍ତ, ଜପ, ହୋମ, ଉତ୍ସବ, ଦେବ ବ୍ରାହ୍ମଣ ପୂଜକ, ଦାନୀ, ଚତୁର ଏବଂ ଟିକେ ଟିକେ କଥାରେ ଘବରେଇ ଯିବା ଏବଂ ଶତ୍ରୁ ଠାରୁ ଦୁଃଖ ପାଇବା ବାଲା ହୋଇଥାନ୍ତି। ଯଦି ଜନ୍ମ ସମୟରେ ବୃଶ୍ଚିକ ରାଶିରେ ଗୁରୁ ଥାନ୍ତି ତାହେଲେ ଦରିଦ୍ରତାର କାରଣରୁ ମାନେ ଜେନେରାଲି ଦେଖାଯାଏ ଯଦି ବିଛା ରାଶିରେ ଗୁରୁ ଥାନ୍ତି ତାହେଲେ ଏହି ବ୍ୟକ୍ତି ଜଣକଙ୍କର ଶରୀର
ପତଳା ହେଇଥାଏ ଏବଂ ବ୍ୟକ୍ତି ଦମ୍ଭୀ ହେଇଥାଏ ଏବଂ ଘର ଆଉ ବାହାର ରୁ ସେ ଦୁଃଖ ପାଇବା ବାଲା ହୋଇଥାଏ ଆଉ ପ୍ରାୟତଃ ତାକୁ ଦୁଃଖ ଭୋଗ କରିବାକୁ ସମ୍ଭାବନା ଥାଏ। ଜନ୍ମ ସମୟରେ ଯଦି ଧନୁ ରାଶିରେ ଗୁରୁ ଥାନ୍ତି ତାହେଲେ ବହୁତ ଧନ ଦାନ କରିବା ବାଲା ଏବଂ ଧନୀ ବଡ ବଡ ଭଲ ଇମ୍ପୋର୍ଟେଡ ଗାଡି ର ଶୌକିନ ଏବଂ ରଖିବା ବାଲା ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ଦିବ୍ୟ ଆଭୂଷଣରେ ପ୍ରିୟ ଏବଂ ଦିବ୍ୟ ଆଭୂଷଣ ଯୁକ୍ତ ହୋଇଥାନ୍ତି। ଯଦି ଜନ୍ମ ସମୟରେ ମକର ରାଶିରେ ଗୁରୁ ଥାନ୍ତି ତାହେଲେ ଜେନେରାଲି ନଷ୍ଟ ବୁଦ୍ଧି ସେବକ କାମ ରହିତ ଭୟ କ୍ରୋଧରେ ଯୁକ୍ତ ଆଉ ବ୍ୟର୍ଥ ମନୋରଥ କରିବା ବାଲା ହୋଇଥାଏ। ମକର ରାଶିର ଗୁରୁକୁ ଏତେ ଭଲ ମନାଯାଏ ନାହିଁ। କାହିଁକି? କାହିଁକି ନା ଗୁରୁ ସେଠି ନୀଚ ହେଇଯାଏ ଏବଂ ଯଦି ପାପ ଗ୍ରହ ଦେଖୁଥିବେ ତାହେଲେ ଏଇ ଫଳରେ ବୃଦ୍ଧି ହବ। ତେବେ ଜନ୍ମ ସମୟରେ ଯଦି କୁମ୍ଭ ରାଶିରେ ଗୁରୁ ଥାନ୍ତି ତାହେଲେ ବ୍ୟକ୍ତି ରୋଗୀ କୁବୁଦ୍ଧି ଦରିଦ୍ର ଏବଂ ପତଳା ଶରୀର ବାଲା ଦେବ ନିନ୍ଦକ ଦାନ୍ତ ଏବଂ ପେଟ ରୋଗ ବାଲା ହୋଇଥାଏ। ଗୋଟେ କଥା ଆପଣ ମନେ ରଖିବେ, ମୁଁ ଆପଣଙ୍କୁ ଗୋଟେ ଶ୍ଲୋକ କହୁଛି, ଜୀବ କ୍ଷେତ୍ରରେ ଯଦା ଶନି ଶନି କ୍ଷେତ୍ରରେ ଯଦା ଜୀବ ସ୍ଥାନ ବୃଦ୍ଧି କରେ ଶନି ସ୍ଥାନ ହାନି କରେ ଜୀବ which means ଏହାର ଅର୍ଥ ହେଲା ଯଦି ଶନିଶ୍ଚର ମହାରାଜ ଗୁରୁଙ୍କ ରାଶିରେ ରହିଲେ ତାହେଲେ ସେ ଗୁରୁଙ୍କର କାରକ ତତ୍ଵକୁ ବୃଦ୍ଧି କରିବେ। ଯଦି ଗୁରୁ ମହାରାଜ ଶନିଶ୍ଚର ମହାରାଜଙ୍କ ରାଶିରେ ରହିଲେ ତାହେଲେ ସେ କାରକ ତତ୍ଵକୁ ସିଏ ବିନାଶ କରିବେ। ଏଇଟା ଆପଣ ମନେ ରଖନ୍ତୁ। ଶନିଶ୍ଚର ମହାରାଜଙ୍କ ରାଶି ଗୁଡିକ ଯୋଉଗୁଡା ଅଛି ମକର କୁମ୍ଭ ସେଥିରେ ଗୁରୁଙ୍କୁ ଭଲ ମନାଯାଏ ନାହିଁ। ଏଇଟା ଆପଣ ବହୁତ ଭଲ ଭାବରେ ମନେ ରଖିବେ। ଯେବେ ବି କୁଣ୍ଡଳୀ ପ୍ରେଡିକ୍ସନ କରୁଛନ୍ତି ଗୁରୁଙ୍କୁ ତ ଯେହେତୁ ସେ ହଉଛନ୍ତି ଡିଭାଇନ ବ୍ଲେସିଂ ତାଙ୍କ ଆଗ ଚେକ୍ କରନ୍ତୁ ସେ ଶନିଶ୍ଚର ମହାରାଜର ରାଶିରେ ନାହାନ୍ତି ତ ପ୍ରେଡିକ୍ସନ ଦେବା ପୂର୍ବରୁ ଏଇଟା ପକ୍କା ଚେକ୍ କରିବେ। କାରଣ ଆପଣ ଗୋଟେ ପ୍ରେଡିକ୍ସନ ଦେଲା ବେଳକୁ ସେ ଗୁରୁଙ୍କର କାରକ ତତ୍ଵ ଶନିଶ୍ଚର ମହାରାଜଙ୍କ ରାଶିରେ ଏତେ ଏତେ ଇମ୍ପାକ୍ଟଫୁଲ ରହେ ନାହିଁ। ତାପରେ ଯଦି ଜନ୍ମ ସମୟରେ ମୀନ ରାଶିରେ ଗୁରୁ ଥାନ୍ତି ରାଜକୃପାରୁ ଧନ ର ଉତ୍ପତ୍ତି ଘର କାର୍ଯ୍ୟରେ ଦକ୍ଷ ସଜ୍ଜନ ମାନଙ୍କର ପ୍ରସନ୍ନତା ନିମନ୍ତେ କାର୍ଯ୍ୟ କରିବା ବାଲା ହୋଇଥାଏ। ତେବେ ଆଜିର ସେସନରେ ଆମେ ଜାଣିଲେ ଦ୍ୱାଦଶ ଭାବସ୍ଥ ଗୁରୁଙ୍କ ଫଳ। ନେକ୍ସଟ ସେସନରେ ଆମେ ଜାଣିବା ଦ୍ୱାଦଶ ଭାବ ସରି ଏ ସେସନରେ ଆମେ ଜାଣିଲେ ଦ୍ୱାଦଶ ରାଶିସ୍ଥ ଗୁରୁ ଫଳ। ନେକ୍ସଟ ସେସନରେ ଆମେ ଜାଣିବା ଦ୍ୱାଦଶ ରାଶିସ୍ଥ ଶୁକ୍ର ଫଳ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।